କାହିଁକି କାର୍ତ୍ତିକ ମାସର ଶେଷ 5 ଦିନକୁ ପୁଣ୍ୟ ବୋଲି ମନାଯାଏ? ପଞ୍ଚକର ନାମ ଓ ତାର ଅର୍ଥ କଣ? ପଞ୍ଚକରେ ଗାଧେଇବାରେ ନିୟମ କଣ ସବୁ ରହିଛି? ଏହି ପଞ୍ଚକରେ କେଉଁ ଦେବାଦେବୀଙ୍କୁ ପୂଜା କରାଯାଏ? ପଞ୍ଚକ ପୂଜାରେ କେଉଁ ସବୁ ପୁଣ୍ୟ ଫଳ ମିଳିଥାଏ? ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବେ। ଭଲ ଲାଗିଲେ ଲାଇକ୍ ଟେ କରିଦେବେ। ମୋ ଚ୍ୟାନେଲରେ ନୂଆ କରି ଭିଡିଓ ଦେଖୁଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ସାଙ୍ଗମାନେ, ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସ ହେଉଛି ସମସ୍ତ ମାସ ମଧ୍ୟରୁ ସର୍ବ ପୁଣ୍ୟମୟ ମାସ। ଏହି ମାସରେ ଭକ୍ତି, ତପସ୍ୟା, ଦାନ ଓ ନିୟମରେ ଯେଉଁ ବ୍ୟକ୍ତି ନିଷ୍ଠା ରଖନ୍ତି ସେ ଅପାର ପୁଣ୍ୟ ଲାଭ କରନ୍ତି। ଆସନ୍ତୁ ଜାଣିବା ପଞ୍ଚକ କାହାକୁ କୁହାଯାଏ, ପଞ୍ଚକର ନାମ ଏବଂ ତାର ଅର୍ଥ କଣ? କାର୍ତ୍ତିକ ମାସର ଶେଷ 5 ଦିନକୁ ପଞ୍ଚୁକ ବୋଲି କୁହାଯାଏ। ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଏହି 5 ଦିନକୁ ବିଷ୍ଣୁ ପଞ୍ଚକ ବା ଭୀଷ୍ମ ପଞ୍ଚକ ବୋଲି କୁହାଯାଏ। ଏବଂ ଏହି ସମୟରେ ଯେଉଁ ଲୋକମାନେ ନିୟମ ପାଳନ କରି ସ୍ନାନ, ଜପ, ଦୀପଦାନ ଓ ଭଗବାନଙ୍କ ପୂଜା କରନ୍ତି ସେ ଅନନ୍ତ ପୁଣ୍ୟ ଲାଭ କରନ୍ତି। ପଞ୍ଚୁକର ପ୍ରଥମ ଦିନ ଏକାଦଶୀ ବା ଉତ୍ପନ୍ନା ଏକାଦଶୀ ବୋଲି କୁହାଯାଏ ବା ଦେବ ଉତ୍ଥାପନ ଏକାଦଶୀ ବୋଲି କୁହାଯାଏ। ଏହି ଦିନ ବିଷ୍ଣୁ ଭକ୍ତ ମାନେ ଉପବାସ କରନ୍ତି। ଏହା ହେଉଛି ଦୁଷ୍ଟତାର ମନକୁ ଶୁଦ୍ଧ କରିବାର ଦିନ। ଏହି ଦିନ ଭଗବାନ ବିଷ୍ଣୁ ଶୟନରୁ ଉଠିଥାନ୍ତି। ଏହି ଦିନ ଭଗବାନ ବିଷ୍ଣୁ ଓ ମାତା ତୁଳସୀଙ୍କର ପୂଜା କରାଯାଏ। ଏହି ଦିନ ବିଷ୍ଣୁ ଓ ତୁଳସୀଙ୍କ ବିବାହ ପାଳନ କରାଯାଏ। ପଞ୍ଚକର ଦ୍ଵିତୀୟ ଦିନର ନାମ ଦ୍ୱାଦଶୀ ବା ଭୋଜନ ଦିବସ। ଏହି ଦିନ ଉପବାସ ଶେଷ କରାଯାଏ। ବିଷ୍ଣୁଙ୍କ ପାଦ ପୂଜା କରି ତାପରେ ଭୋଜନ କରାଯାଏ। ଏହି ଦିନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ଯୁଗଳ ରୂପକୁ ପୂଜା କରାଯାଏ। ପଞ୍ଚୁକର ତୃତୀୟ ଦିନର ନାମ ତ୍ରୟୋଦଶୀ ବା ତ୍ରିଶୁକ ପୂଜା। ଏହି ଦିନ ଶିବ ଓ ବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ଦିନ ମନୋକାମନା ପୂରଣ ଓ ଅପମୃତ୍ୟୁ ନିବାରଣ ପାଇଁ ଅତ୍ୟନ୍ତ ଶୁଭ ଅଟେ। ପଞ୍ଚୁକର ଚତୁର୍ଥ ଦିନ ଚତୁର୍ଦ୍ଦଶୀ ବା ଦେବ ଦୀପାବଳି। ଏହି ଦିନ ହେଉଛି ଦେବତା ମାନଙ୍କର ଦୀପାବଳି, ଯେଉଁଥିରେ ସମସ୍ତ ଦେବତାଙ୍କୁ ଦୀପ ଜଳାଇ ସ୍ମରଣ କରାଯାଏ। ଏହି ରାତିରେ ଦୀପଦାନ କଲେ ଅସୀମ ପୁଣ୍ୟ ଲାଭ ମିଳେ। ପଞ୍ଚୁକର ପଞ୍ଚମ ଦିନ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ତୁଳସୀ, ଶାଳଗ୍ରାମ, ବିଷ୍ଣୁ, ଲକ୍ଷ୍ମୀ ଓ ଶିବଙ୍କୁ ପୂଜା କରାଯାଏ। ଏହି ଦିନ ଗଙ୍ଗା ସ୍ନାନ, ଦୀପଦାନ ଓ କଦଳୀ ଡଙ୍ଗା ଭସାଇବା ପ୍ରଥା ରହିଛି। ବିଭିନ୍ନ ଶୈବ ପୀଠ ଓ ଦେବାଦେବୀ ଦର୍ଶନରେ କୋଟି ପୁଣ୍ୟ ମିଳିଥାଏ। ପଞ୍ଚୁକର ଗାଧେଇବା ଅର୍ଥ ହେଉଛି ନିୟମ ପୂର୍ଣ୍ଣ ଭାବେ ସ୍ନାନ ଓ ପବିତ୍ର ଚିତ୍ତରେ ଦିନ ବିତାଇବା। ଏହି 5 ଦିନ ଭିତରେ କିଛି ନିୟମ ଅଛି ଯାହା ମାନିବାକୁ ପଡେ। ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ପବିତ୍ର ନଦୀ କିମ୍ବା ତୀର୍ଥ ସ୍ନାନ କରିବେ। ଘରେ ଯଦି ଗାଧୋଉଥାନ୍ତି ତାହେଲେ ଗାଧୋଇବା ପାଣିରେ କିଛି ଗଙ୍ଗା ଜଳ ମିଶାଇ ଗାଧୋଇବା ଉଚିତ। ଘରେ ବା ତୁଳସୀ ଚଉରା ମୂଳେ ଦୀପ ଜଳାଇବେ। ବିଷ୍ଣୁ, ଲକ୍ଷ୍ମୀ ଓ ଶିବଙ୍କ ନାମ ସ୍ମରଣ କରି ଓ ମନ୍ତ୍ର ଜପ କରନ୍ତୁ। ଦାନ, ଅନ୍ନ ଓ ବସ୍ତ୍ର ଦାନ ଦେଇ ପୁଣ୍ୟ କର୍ମ କରନ୍ତୁ। ଅହିଂସା, ସତ୍ୟ ଓ ନିୟମରେ ସଦା ସର୍ବଦା ରୁହନ୍ତୁ। ଏହି 5 ଦିନରେ ପିଆଜ, ରସୁଣ, ଆମିଷ, ମଦ ଓ ଅଶୁଚି ଖାଦ୍ୟ ତ୍ୟାଗ କରି ଶୁଦ୍ଧ ଭୋଜନ ଗ୍ରହଣ କରନ୍ତୁ। ପୁଣ୍ୟ କର୍ମ କରନ୍ତୁ। ଅହିଂସା, ସତ୍ୟ ଓ ନିୟମରେ ସଦା ସର୍ବଦା ରୁହନ୍ତୁ। ଏହି 5 ଦିନରେ ପିଆଜ, ରସୁଣ, ଆମିଷ, ମଦ ଓ ଅଶୁଚି ଖାଦ୍ୟ ତ୍ୟାଗ କରି ଶୁଦ୍ଧ ଭୋଜନ ଗ୍ରହଣ କରନ୍ତୁ। ଏହି 5 ଦିନରେ ମୁଖ୍ୟତଃ ପଞ୍ଚ ଦେବତାଙ୍କ ପୂଜା କରାଯାଏ। ଶ୍ରୀ ବିଷ୍ଣୁ ନାରାୟଣ ବା ରାଇ ଦାମୋଦର, ଦେବୀ ଲକ୍ଷ୍ମୀ, ଶିବ ଶଙ୍କର, ତୁଳସୀ ଦେବୀ ଓ ଶାଳଗ୍ରାମ ଶିଳା ଯାହା ବିଷ୍ଣୁଙ୍କ ଭିନ୍ନ ରୂପ ଅଟେ। ଏହି କାର୍ତ୍ତିକ ମାସ ପଞ୍ଚୁକ ସମୟରେ ଯେଉଁ ବ୍ୟକ୍ତି ତୁଳସୀ ଚଉରା ମୂଳେ ଦୀପଟିଏ ଜାଳନ୍ତି ସେ ଅନନ୍ତ ପୁଣ୍ୟ ଲାଭ କରନ୍ତି ବୋଲି ପଦ୍ମ ପୁରାଣ ଓ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। କାର୍ତ୍ତିକ ମାସରେ ଦୀପଦାନର ମହତ୍ଵ ରହିଛି। ସେଥିପାଇଁ ଆକାଶ ଦୀପ ଏହି ମାସରେ ଜଳା ଯାଇଥାଏ। ସାଙ୍ଗମାନେ, ଆପଣମାନେ ଦେଖିଥିବେ ଆକାଶ ଦୀପ ଏକ ଲମ୍ବା ବାଉଁଶରେ କଣା ଥିବା ହାଣ୍ଡିରେ କିଛି ବାଲି ରଖି ଦୀପଟିଏ ତା ଭିତରେ ରଖି ଘୋଡଣି ଦେଇ ଉପରକୁ ଉଠାଯାଏ।
ପଞ୍ଚୁକ ପୂଜାରେ ଅନ୍ୟ କେଉଁ ସବୁ ପୁଣ୍ୟ ଫଳ ମିଳିଥାଏ? ପୂର୍ବଜ ମୋକ୍ଷ। ଏହି ଦିନରେ କରାଯାଇଥିବା ସ୍ନାନ ଓ ଦାନରେ ପିତୃପୁରୁଷ ମାନେ ସନ୍ତୁଷ୍ଟ ହୋଇଥାନ୍ତି, ଆଶୀର୍ବାଦ ହୋଇ ଦିଅନ୍ତି। 2ରେ ପାପ ମୁକ୍ତି। ପଞ୍ଚକ ସ୍ନାନ ଓ ବିଷ୍ଣୁ ସ୍ମରଣରେ ସମସ୍ତ ପାପ ନାଶ ହୋଇ ମନ ଶୁଦ୍ଧ ହୁଏ। ସ୍ୱାସ୍ଥ୍ୟ ଓ ଶାନ୍ତି। ଏହି ସମୟରେ ଶୁଦ୍ଧ ଭୋଜନ ଓ ନିୟମରେ ରହିବା ଦ୍ୱାରା ଦେହ ଓ ମନ ଦୁହିଁକୁ ସୁସ୍ଥ ରଖେ। ଧନ ଧାନ୍ୟ ଓ ସଫଳତା। ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପୂଜା ଦ୍ୱାରା ଘରେ ଧନ ସମୃଦ୍ଧି ଓ ଶାନ୍ତି ଆସେ। ମୋକ୍ଷ ଲାଭ। ଯେଉଁ ବ୍ୟକ୍ତି ଏହି 5 ଦିନ ସତ୍ୟ, ଭକ୍ତି ଓ ନିୟମରେ ଭଗବାନଙ୍କ ପୂଜା କରନ୍ତି, ସେବା କରନ୍ତି, ସେ ବ୍ୟକ୍ତି ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଯାଇଥାନ୍ତି, ବୈକୁଣ୍ଠରେ ସ୍ନାନ ପାଇଥାନ୍ତି। ସାଙ୍ଗମାନେ, କାର୍ତ୍ତିକ ଶେଷ 5 ଦିନ ହେଉଛି ଆତ୍ମଶୁଦ୍ଧି, ଭକ୍ତି ଓ ଦେବ ସେବାର ସର୍ବୋଚ୍ଚ ସମୟ। ଏହି 5 ଦିନ ମଧ୍ୟରେ ମଣିଷ ଯେତେ ଅଧିକ ନିୟମ ରଖି ଭଗବାନଙ୍କ ସେବା କରିବ, ସେତେ ତାର ଜୀବନ ଶୁଭ ଓ ସଫଳ ହେବ। ଏହା ମାନବ ଜୀବନରେ ଧର୍ମ, ଶାନ୍ତି ଓ ଆନନ୍ଦ ଆଣିଥାଏ। ଏବେ ଆମେ ଜାଣିଲେ କାର୍ତ୍ତିକ ପଞ୍ଚୁକ ହେଉଛି କର୍ମ, ଶାନ୍ତି ଓ ପବିତ୍ରତାର 5 ଦିନ, ଯାହା ମଣିଷକୁ ପାପରୁ ମୁକ୍ତ କରି ମୋକ୍ଷ ପଥରେ ନେଇଥାଏ। ତେବେ ସାଙ୍ଗମାନେ, ଆପଣମାନେ ଆଜିର ଭିଡିଓରେ ଜାଣିବାକୁ ପାଇଲେ ପଞ୍ଚୁକ 5 ଦିନ ବିଷୟରେ। କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାଇବେ। ଲାଇକ୍ ଟେ କରିଦେବେ, ସେୟାର କରିଦେବେ, ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ବେଲ୍ ଆଇକନ ପ୍ରେସ୍ କରିଦେବେ। ଏମିତି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣମାନଙ୍କ ପାଖକୁ ଚାଲିଯିବ। ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।